ଆପଣଙ୍କ ଘରେ କିଛି ନଥାଇ ଗଣ୍ଡଗୋଳ ହେଉଛି। ଆପଣଙ୍କ ଘରେ ବହୁ ଦିନରୁ ପୁରୁଣା ରୋଗ ଜଣକୁ ହେଇଛି ଛାଡୁ ନାହିଁ। ତେବେ ପ୍ରତିକାର କଣ? ଏଇଠି ମନେ ରଖନ୍ତୁ, ଆଜି ହେଉଛି ଅମୋଘ ମନ୍ତ୍ର ଆପଣଙ୍କ ପାଇଁ। ଘର ଆଗରେ ଶନିବାର ଦିନ ଦକ୍ଷିଣ ପଟକୁ, ଘରର ଦକ୍ଷିଣ ପଟକୁ ଅର୍ଥାତ୍ ଏଣ୍ଟ୍ରାନ୍ସର ଦକ୍ଷିଣ ପଟକୁ, ଡାହାଣ ପଟକୁ ହଳଦୀ ଆଉ ଚନ୍ଦନ ଆଉ ଶ୍ଵେତ ସୋରିଷ ଘୋରି ଦିଅନ୍ତୁ। ଉଗ୍ର ନୃସିଂହ ମନ୍ତ୍ରରେ ସ୍ୱସ୍ତିକ ଚିହ୍ନଟିଏ କରନ୍ତୁ। ସ୍ୱସ୍ତିକର ଚାରି ଧାଗରେ ସିନ୍ଦୁର ବିନ୍ଦୁ ଦିଅନ୍ତୁ। ଆଉ ସିନ୍ଦୁର ବିନ୍ଦୁରେ ପ୍ରତିଟି ବିନ୍ଦୁରେ 18ଟି ଲେଖାଏ ଦୁବ ଦିଅନ୍ତୁ। 18ଟି ଲେଖାଏ ଦୁବ ଦିଅନ୍ତୁ। ସେ ପୁଣି ମହା ଉଗ୍ର ନୃସିଂହ ମନ୍ତ୍ରରେ, ମନ୍ତ୍ର କଣ? ଓମ୍ ଉଗ୍ର ନୃସିଂହାୟ ନମଃ। ଆପଣଙ୍କ ଘରେ କିଛି ନଥାଇ ଗଣ୍ଡଗୋଳ ହେଉଛି। ଆପଣଙ୍କ ଘରେ ବହୁ ଦିନରୁ ପୁରୁଣା ରୋଗ ଜଣକୁ ହେଇଛି ଛାଡୁ ନାହିଁ। ତେବେ ପ୍ରତିକାର କଣ? ଏଇଠି ମନେ ରଖନ୍ତୁ, ଆଜି